ଆଜ୍ଞା ଦେଖନ୍ତୁ ମହାପ୍ରଭୁଙ୍କର ଅଣସର ପର୍ବ ଆରମ୍ଭ ହେବ ବର୍ତ୍ତମାନ ସ୍ନାନ ପୂର୍ଣ୍ଣିମା ପରେ ଯେଉଁ ଅଣସର ନୀତି ସବୁ ରହିଛି ତାପରେ ଟିକେ ବିସ୍ତୃତ ବିବରଣୀ ରଖନ୍ତୁ। ଜୟ ଜଗନ୍ନାଥ। ଅଣସର ହେଲା ଆମର ଗୁପ୍ତ ସେବା। ଜଗନ୍ନାଥ ମହାପ୍ରଭୁ ଦେବସ୍ନାନ ପୂର୍ଣ୍ଣିମାକୁ ଗାଧାନ୍ତି ପାଣିରେ 108 ବେଳା ପାଣି ଗାଧୋଇବା ପରେ ମହାପ୍ରଭୁ ଜ୍ୱର ଆସେ, ସେଟା ତାକୁ କହନ୍ତି ଅଣସର ଗୁଳି ଅଣସର। ରାତିରେ ମହାପ୍ରଭୁ ପୁଣି ବାହୁଡ଼ି ଯାଆନ୍ତି ଅଣସର ପେଣ୍ଡି, ଆଉ ଜଗନ୍ନାଥ ରତ୍ନ ବେଦିକି ଯାଆନ୍ତି, ପ୍ରଭୁ ରହନ୍ତି ଅଣସର ପେଣ୍ଡିରେ। ତାଙ୍କର ଗୁପ୍ତ ସେବା ଦଇତାପତି ଭାଇମାନେ କରନ୍ତି। ଆବାଳ ବୃଦ୍ଧବନିତା ସମସ୍ତେ ମହାପ୍ରଭୁଙ୍କ ସେବା କରନ୍ତି। ପ୍ରଥମ ଦିନଠୁ 15 ଦିନ ଜଗନ୍ନାଥ ରହିବେ, ତାଙ୍କୁ ଦଇତାପତିରୁ ଛଡ଼ା କିଏ ତାକୁ ଯାଇପାରିବେ ନାହିଁ। ପ୍ରଭୁଙ୍କର ଗୁପ୍ତ ସେବା ପ୍ରଦୀପ ଖାଲି ଦୀପ ଜଳିବ, ଭିତରେ 2-3ଟା ଦୀପ ଜଳିବ, ତା ଭିତରେ ମହାପ୍ରଭୁଙ୍କ ସେବା ହେବ। ଆମର ଦଇତାପତି ଛୋଟ ପିଲାଠୁ ବୟୋଜ୍ୟେଷ୍ଠ ଲୋକ ଯାକେ ସମସ୍ତେ ମହାପ୍ରଭୁ ସେବା ଲାଗିଥାନ୍ତି। ମୋ ସେବା ଲାଗନ୍ତି। ଜଗନ୍ନାଥଙ୍କୁ ଜ୍ୱର ଭୟ, ଜଗନ୍ନାଥଙ୍କ ଦେହରେ ଘଣା ତେଲ ମାଲିସ ହୁଏ, ଯେଉଁଟା ଓଡ଼ିଆ ମୁଖରୁ ଆସେ। ମାଟି ତଳେ ବର୍ଷ ବର୍ଷ ପରେ ରହିଥାଏ ସେ ଠାକୁର, ସିଏ ଆସିବ, ସିଏ ଆସି ଜଗନ୍ନାଥଙ୍କ ଦେହରେ ଲେପନ ହେବ, ଦଇତାପତି ବାଇଗଣ କରିବ। ତାପରେ ଜଗନ୍ନାଥଙ୍କ ଔଷଧ ଲାଗି ହେବ, ଯେଉଁଟା କହନ୍ତି ଔଷଧ ଲାଗି ହେବ, ତା ଭିତରେ ଜଗନ୍ନାଥଙ୍କ ଔଷଧ ଲାଗି ହେବ। ତାପରେ ଜଗନ୍ନାଥ ଚକା ବିଜେ ହେବେ, ତାପରେ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଖଳି ଲାଗି ହେବ, ତାପରେ ଜଗନ୍ନାଥଙ୍କର ଚନ୍ଦନ ଲାଗି ହେବ। ସବୁ ଦଇତା ଗୁପ୍ତ ସେବା ଏବଂ ଘଣା ଲାଗି ହେବ। ପ୍ରଭୁଙ୍କୁ ସମସ୍ତେ ମୂଳା ଘଷା କିଏ ବିଚି ଦେଉଥିବ, କିଏ ମୁଡ଼ୁଥିବ, କିଏ ଘଷୁଥିବ। ଏବଂ ଜଗନ୍ନାଥ ସେତେବେଳେ ଗୁପ୍ତ ସେବାରେ ତାଙ୍କର ଭାଇ ହେଲେ ଦଇତାପତି, ପ୍ରଭୁ ନିରୁଦ୍ଧ ରହନ୍ତି, କିଏ ବିଚି ଦେଉଥିବ ବିଚଣା ଅଛି। ତାପରେ ଜଗନ୍ନାଥ ମହାପ୍ରଭୁ ଖୁଆଇବାକୁ ଦେବେ ଆମ୍ବ ପଣସ ଭଲ ମନ୍ଦ ଛେନା ରାବଡ଼ି, ଜଗନ୍ନାଥ ମହାପ୍ରଭୁ ସେବା କରିବେ। ସେଇ ଯେଉଁ ଅଣସର ଭୋଗ ହୁଏ ସେଟା ବାହାରକୁ ବାହାରେନି, ମନ୍ଦିର ଭିତରେ ଭୋଗ ଦଇତାପତି ପ୍ରସାଦ ପାଇବେ, ଭିତରେ ପଡ଼ିଥାଏ। ଯେତେବେଳେ ଯେଉଁଦିନ ରାଜପ୍ରସାଦ ବାହାରିବ ମନ୍ଦିର ବାହାରକୁ, ଏକାଦଶୀ ରାଜପ୍ରସାଦ ବାହାରିବ, ସେଇଦିନ ରଜାଙ୍କ ଘରୁ ପ୍ରଥମ ମହାପ୍ରଭୁଙ୍କର ଭୋଗ ଯିବ, ପ୍ରସାଦ ଯିବ ରାଜପ୍ରସାଦ। ତାପରେ ସମସ୍ତେ ସେ ରାଜପ୍ରସାଦକୁ ସମସ୍ତେ ପାଇବେ, ସମସ୍ତେ ପାଇବେ। ସେ ଭିତରେ ରାଜପ୍ରସାଦ ବାହାରିବ, ଘଣ୍ଟି ଘଣ୍ଟା ମାଳ ହଉ ବାଜା। ସେଦିନ 15 ଦିନ ଯାକେ କିଛି ହେଉନଥିଲା, ଜଗନ୍ନାଥ ସେମିତି ଥାଆନ୍ତି। 15 ଦିନ ପରେ ପ୍ରଭୁ ମନ୍ଦିରରେ ଘଣ୍ଟ ବାଜିବ, ଘଣ୍ଟି ବାଜିବ, ମହାପ୍ରଭୁ ସବୁ ହୁଏ। ପୁଣି ଯେମିତି ପ୍ରଭୁଙ୍କର ନୀତି ନିୟମ ନୀତିକାନ୍ତି ସେମିତି ଚାଲିବ। ତେଣୁ ଏଇ 15 ଦିନଟା ଜଗନ୍ନାଥଙ୍କୁ ଅଭଡ଼ା ଭୋଗ ହୁଏ ନାହିଁ। 10 ଅବତାର ନୀତି ଅଭଡ଼ା ଭୋଗ ହୁଏ। 10 ଅବତାର ନୀତି ପ୍ରଭୁଙ୍କୁ ଅଭଡ଼ା ପ୍ରସାଦ ମହାପ୍ରସାଦ ଭୋଗ ହୁଏ, ତା ବାହାରେ ଭକ୍ତମାନେ ପାଆନ୍ତି। ଜଗନ୍ନାଥଙ୍କ ଯେଉଁ ପ୍ରସାଦ ତା ବାହାରକୁ ବାହାରେନି। ତ ସାଧାରଣ ଆଜ୍ଞା ଚର୍ଚ୍ଚା ହୁଏ ଯେ ଅଣସର ନୀତି ଯାହା ହେଉଛି, ତ ଜଗନ୍ନାଥ ଯେଉଁ ଚନ୍ଦନ ଫନ୍ଦନ ଲେପ ନିଅନ୍ତି, ଯେଉଁ ଇଏ କରନ୍ତି, ସେଗୁଡ଼ାକ ଅଣସର ଘରେ ଛଡ଼ାଯାଏ, ତାଙ୍କୁ ପୁଣି ଇଏ କରାଯାଏ। ଏସବୁ ସତ ନା ୟା ଉପରେ କିଛି ଅଛି? ଏଇଟା ପଦ୍ଧତି ପ୍ରଭୁଙ୍କର। ପ୍ରଭୁ ନବଯୌବନ ଭିତରେ ବାଜିବେ। ଏଇସବୁ ଜଗନ୍ନାଥ ଖାଲି ଗୋଟିଏ ବସ୍ତ୍ର ରହିଥାନ୍ତି, ତା ଭିତରେ ଧଳା ବସ୍ତ୍ର ପିନ୍ଧିବେ, ଅନ୍ୟ ବସ୍ତ୍ର ପିନ୍ଧନ୍ତି ନାହିଁ। ଆପଣଙ୍କର ସୁଗନ୍ଧ ଫୁଲ ମଲ୍ଲି ଜୁଇ ମହାପ୍ରଭୁ ଲାଗି ହୁଏ, ତୁଳସୀ ଲାଗି ହୁଏ ନାହିଁ। ଯେତେବେଳେ ଏକାଦଶୀ ଆସିଯିବ, ଜଗନ୍ନାଥ ମନ୍ଦିରରେ ଘଣ୍ଟ ବାଜିବ, ଜଗନ୍ନାଥ ତୁଳସୀ ଲାଗି ହେବେ ଏବଂ ଜଗନ୍ନାଥ ଅନ୍ୟ ଫୁଲରେ ମଣ୍ଡିତ ହେବେ, ଜଗନ୍ନାଥ ଖଣ୍ଡୁଆ ପାଟ ପିନ୍ଧିବେ ଏବଂ ତାପରେ ନବଯୌବନ ଦର୍ଶନ ଜଗନ୍ନାଥ ଦେବେ। ତାପରେ ପ୍ରଭୁ ଦର୍ଶନ। ଆଜ୍ଞା ଏ ଅଣସର 15 ଦିନ ତ ଅଲାରନାଥ ମନ୍ଦିର, ୟା ଭିତରେ କ'ଣ ସମ୍ପର୍କ? ଜଗନ୍ନାଥଙ୍କୁ ଲୋକ ଦର୍ଶନ ନ ପାଆନ୍ତି, ବିଧି ଅଛି ଗୋଟେ ବିଧିର ବିଧାନ। ପ୍ରଭୁଙ୍କ ଇଚ୍ଛା ଯେ ଏଇ 15 ଦିନଟା ଭକ୍ତ ଯାଆନ୍ତି ଅଲାରନାଥ ଦର୍ଶନ କଲେ। ଏଇଟା ବହୁତ ଷ୍ଟୋରି ଅଛି। ଅଲାରନାଥ ମହାପ୍ରଭୁ ଭଗବାନଙ୍କ ମାନେ କହିବାକୁ ଗଲେ ପ୍ରତିମୂର୍ତ୍ତି ସ୍ୱୟଂ ନାରାୟଣ, ସେଠି ପ୍ରଭୁଙ୍କୁ ଦର୍ଶନ କଲେ ବହୁତ ପୁଣ୍ୟର ଫଳ ହୁଏ। ପ୍ରଭୁଙ୍କୁ କ୍ଷୀରି ଭୋଗ ହୁଏ, ଅଲାରନାଥକୁ ଭକ୍ତମାନେ କ୍ଷୀରି ଖାଆନ୍ତି। ଏବଂ ଏଇ 15 ଦିନଟା ସମସ୍ତେ ଯାଇ ଅଲାରନାଥକୁ ପ୍ରାୟ ଦର୍ଶନ କରନ୍ତି, କିନ୍ତୁ ଜଗନ୍ନାଥ ଦର୍ଶନ ପାଆନ୍ତିନି। ସ୍ୱୟଂ ବ୍ରହ୍ମା ଶିବ ବି ଜଗନ୍ନାଥ ଦର୍ଶନ କରିନାହାନ୍ତି। ଦଇତାପତିଙ୍କ ଛଡ଼ା କିଏ କରନ୍ତି ନାହିଁ। 15 ଦିନ ପ୍ରଭୁ ରହନ୍ତି ଅନ୍ଧକାର ଭିତରେ, ଦଇତାମାନେ ସେବା କରନ୍ତି। ରାତିରେ ପ୍ରଭୁଙ୍କ ଦୁଆର ଖୋଲିବ, ଦିନରେ ବନ୍ଦ ରହେ, ପ୍ରଭୁ ସେବାଟା ଚାଲିବ। ରାତିରେ 2 ଥର ଜଗନ୍ନାଥଙ୍କୁ ଚକଟା ଭୋଗ ହୁଏ,
ପଣା ଭୋଗ ବାହାର ହେବ। ସେଇ ପଣା ଭୋଗରେ ବ୍ରହ୍ମା ଶିବ ଦର୍ଶନ କରନ୍ତି। ଏମିତି ଅଲୌକିକ ଘଟଣା କେଉଁଠି ନାହିଁ। ଆଜ୍ଞା, ଦଇତାପତି ହେଲେ ଜଗନ୍ନାଥଙ୍କର ଭାଇ, ତ ରଥରେ ଗୋଟେ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ମିଳେ ଯେ ଯେତେ ବଡ଼ ଡେଙ୍ଗା ଲୋକ ହେଲେ ବି ବଳଭଦ୍ରଙ୍କ ପାଖେ ଠିଆ ହେଲେ ବଡ଼ ଦେଖାଯାଏ, କିନ୍ତୁ ସୁଭଦ୍ରା ପାଖେ ଠିଆ ହେଲେ ବଡ଼ ଦେଖାଯାଏ, କିନ୍ତୁ ଜଗନ୍ନାଥଙ୍କ ପାଖେ ଠିଆ ହେଲେ ସେ ବାହୁ ତଳେ ରୁହେ। ବାହୁ ତଳେ ରଥ ହୃଦୟ ତଳେ ମଧ୍ୟ ରଥ ମହାପ୍ରଭୁ ବାହୁ ତଳେ ରଥ। କେବେ ବଡ଼ ଦେଖାଯାଏନି ଜଗନ୍ନାଥ ବାହୁ। ଜଗନ୍ନାଥର ଯାତ୍ରା ଘୋଷ ଯାତ୍ରା। ଆରେ ସେଥିଯୋଗୁଁ ତ ପ୍ରଭୁ ଦାଣ୍ଡକୁ ପଳେଇବାକୁ ଦଉନି କି? ସେଥିଯୋଗୁଁ ଜଗନ୍ନାଥ ଦାଣ୍ଡକୁ ପଳେଇ ଆସୁଛନ୍ତି ଭକ୍ତକୁ ଦର୍ଶନ ଦେବାକୁ। ଏମିତି ଠାକୁର ବିଶ୍ୱରେ କୋଉଠି ନାହିଁ। କଥା କହ ଠାକୁର ମାନବୀୟ ଲୀଳା ଜଗନ୍ନାଥଙ୍କର ଏଇଟା ମାନବୀୟ ଲୀଳା। ମାନବୀୟ ଲୀଳା ଜଗନ୍ନାଥ କରୁଛନ୍ତି ନିରଞ୍ଜନ ମହାପ୍ରଭୁ। ଆଜ୍ଞା, ବର୍ଷକରେ ଆପଣମାନଙ୍କର ସେବା ହେଉଛି ମାସେ, କିନ୍ତୁ ଆପଣମାନଙ୍କ ପ୍ରତି ସବୁ ଭକ୍ତଙ୍କର ଗୁରୁତ୍ୱ ଅଧିକ ଥାଏ। ତାପରେ କ'ଣ କହିବେ? ଅଙ୍ଗ ଲାଗି ସେବକ ଜଗନ୍ନାଥଙ୍କର ପହଣ୍ଡିକି ନେବୁ ମହାପ୍ରଭୁଙ୍କୁ, ରଥରେ ବସେଇବୁ, ରଥରେ ଭୋଗ ହେବ, ସବୁ କୋଟି କୋଟି ଲୋକ ଦର୍ଶନ କରିବେ। ଯେମିତି ବିଭ୍ରାଟ ନ ହୁଏ, ଅଘଟଣ ନ ଘଟେ ଆମେ ଚେଷ୍ଟା କରୁ ଜଗନ୍ନାଥ ମହାପ୍ରଭୁଙ୍କୁ ଯେମିତି ଆପଣ ଟିଭି ମାଧ୍ୟମରେ କୋଟି କୋଟି ଲୋକ ଦର୍ଶନ କରନ୍ତି। ଆଉ ସମସ୍ତେ ଭଲରେ ଦର୍ଶନ କଲେ ସେଇ ଗୋଟେ ଦିନ ପାଇଁ ସାରା ବିଶ୍ୱ ଅପେକ୍ଷା କରିଥାଏ। ସାରା ବିଶ୍ୱ ଓ ଆମ ଓଡ଼ିଶା ଲୋକଙ୍କ ଗର୍ବ। ଭଗବାନ ଆମ ଓଡ଼ିଶାରେ ଜନ୍ମ ନେଇଛି, ଜଗନ୍ନାଥ ନେଇଛନ୍ତି ଯେଉଁଠି ସ୍ୱୟଂ ବ୍ରହ୍ମ, ଯାହାକୁ ବ୍ରହ୍ମ ଦାହରୁ ଭଗବାନ ହେଲ ସ୍ୱୟଂ ବିଷ୍ଣୁ। ଏମିତି ଠାକୁର ସାରା ପୃଥିବୀରେ କୋଉଠି ସବୁ ଠାକୁର ଅବତାରୀ ହୁଅନ୍ତି। ରାମଚନ୍ଦ୍ର ହୁଅନ୍ତୁ, ଶ୍ରୀକୃଷ୍ଣ ହୁଅନ୍ତୁ, ଜଗନ୍ନାଥ ଅବତାରୀ ନୁହନ୍ତି। ସିଏ ନିଆଁରୁ ବାହାରିଛନ୍ତି, ସ୍ୱର୍ଗବୀର ମହାବିଷ୍ଣୁ ନୃସିଂହ ବୀର ବାହାରିଛନ୍ତି ମହାପ୍ରଭୁ। ସେଥିଯୋଗୁଁ ଆପଣମାନେ ଜାଣିଥିବେ ଏମିତି ଠାକୁର କେଉଁଠି ମିଳିବ, କେଉଁଠି ନାହାନ୍ତି। ଭଗବାନ ହେଲା ମାନବୀୟ ଲୀଳା କରନ୍ତି, ତାକୁ ସଂସାର ଦେଖିଥାଏ। ଆଉ ପ୍ରଭୁ ଦାଣ୍ଡକୁ ପଳେଇ ଆସିଲେ, ଜଗନ୍ନାଥ ଦାଣ୍ଡକୁ ପଳେଇ ଆସନ୍ତି, ସାରା ବିଶ୍ୱ ହରିବୋଲ ପକାଏ। ଦେଖନ୍ତୁ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କରୁଥିଲେ, କାହିଁକି? ଜଗନ୍ନାଥ ଦାଣ୍ଡକୁ ପଳେଇଲେ ତାଙ୍କର ଗୋଟେ ଚାରିଆଡ଼େ ଏତେ ବଡ଼ ଆଖି ପଡ଼େ, ରୋଗ ଭୈରବ ସବୁ କଟିଯାଏ। ସେ ଯେ କୋଭିଡ଼ ସବୁ କଟିଯିବ। ଜଗନ୍ନାଥଙ୍କ ସଦା ଭାବ ଭକ୍ତି ସମସ୍ତେ ଅନ୍ଧିକରି ମଧ୍ୟ ଟାଣୁଥିବେ, ଜୟ ଜଗନ୍ନାଥ ଧ୍ୱନି ଦେଉଥିବେ। ଏମିତି ଠାକୁର ବିଶ୍ୱରେ କୋଉଠି ନାହିଁ, କି ଏମିତି ହେବ ନାହିଁ।